ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ ଆପଣଙ୍କ ସମର୍ଥନ ହେଇ ମୋତେ ଏମିତି ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ଆଉ ଆପଣ ଯଦି ବିଇଡ଼ି କରିନାହାନ୍ତି ବନ୍ଧୁଗଣ, ତାହେଲେ ଆପଣ ଆବେଦନ କରିପାରିବେ। ବନ୍ଧୁଗଣ ଆପଣ ଯଦି ପିଜିରେ 50% ମାର୍କ ରଖିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ। ବନ୍ଧୁଗଣ ଆନ୍ଧ୍ରା ବିଇଡ଼ି ହେଉ କିମ୍ବା ଓଡ଼ିଶାର ବିଇଡ଼ି ହେଉ, ଯଦି ଆପଣ କରିନାହାନ୍ତି ତାହେଲେ ଆପଣ ଆବେଦନ କରିପାରିବେ ଆଉ ଆପଣ ଚାକିରି କରିପାରିବେ। ବନ୍ଧୁଗଣ ଏହି ଚାକିରିରେ ଯଦି ଆପଣ ଜଏନ୍ ହେଉଛନ୍ତି ଆପଣଙ୍କୁ ଅନୁଭବ ମିଳିବ, ଅଭିଜ୍ଞତା ମିଳିବ। ବନ୍ଧୁଗଣ ଚାଲନ୍ତୁ ଦେଖିବା କ'ଣ ରହିଛି ଭ୍ୟାକେନ୍ସି। ଚାଲନ୍ତୁ ଏଇଠି ଦେଖିପାରୁଥିବେ ବନ୍ଧୁଗଣ, এই ଭ୍ୟାକେନ୍ସି ରହିଛି ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଆଦବା, 8 ପୋଷ୍ଟ ଆଦବା ବ୍ଲକ ରହିଛି ମୋହନ, ଆଉ ଜିଲ୍ଲା ରହିଛି ଆପଣଙ୍କର ଗଜପତି। ଏଇଠି ପିନ୍ ନମ୍ବର ରହିଛି, ଏଇଠି ତାଙ୍କର ଇମେଲ ଆଇଡି ବି ମଧ୍ୟ ରହିଛି। ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଏଇଟା ରହିଛି ଇଣ୍ଟରଭ୍ୟୁ। ବନ୍ଧୁଗଣ କିଛି ବନ୍ଧୁଗଣ ଆପଣଙ୍କର ଚୟନ ପ୍ରକ୍ରିୟା କେବଳ ଇଣ୍ଟରଭ୍ୟୁ ହିଁ ରହିଛି। ଆପଣ ଯଦି ପିଜି କରିଛନ୍ତି ତାହେଲେ ତ ଆବେଦନ କରିପାରିବେ। ବନ୍ଧୁଗଣ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବି କ'ଣ ଦରମା ମିଳିବ, କେଉଁ ତାରିଖରେ ଆପଣଙ୍କର ଇଣ୍ଟରଭ୍ୟୁ ଅଛି। ଏଇଠି ଦେଖିପାରୁଥିବେ 8/9/2025 ରହିଛି ତାରିଖଟି, ଭ୍ୟାକେନ୍ସି ରିଲିଜ୍ ହେଇଛି। ବନ୍ଧୁଗଣ କ'ଣ ରହିଛି, କ'ଣ କ'ଣ ସାର୍ଟିଫିକେଟ୍ ଦରକାର, କେଉଁଠିକି ଯାଇକି ଆବେଦନ କରିବେ, କେଉଁଠି ଯାଇକି ଇଣ୍ଟରଭ୍ୟୁ ଦେବେ, ଆଉ ସବୁ ଆପଣଙ୍କର ଯେଉଁ ରହିଲା ପ୍ରୋସେସଟେ এই ଭିଡ଼ିଓରେ ମୁଁ ଆପଣଙ୍କୁ କହିବି। ବନ୍ଧୁଗଣ ଆପଣ ଯଦି ଭାବୁଛନ୍ତି ଏଇଟା ଗେଷ୍ଟ ଫ୍ୟାକଲ୍ଟି ମାନେ ଟେମ୍ପୋରାରୀ ପାଇଁ ରହିବ, ବନ୍ଧୁଗଣ 2025 ଆଉ 2025-2026 ସେସନ୍ ପାଇଁ। ବନ୍ଧୁଗଣ 2026 ସେସନ୍ ପାଇଁ ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ ଯେ ସରକାରୀ ଭ୍ୟାକେନ୍ସି ଆସିବା ବହୁତ କମ୍ ବନ୍ଧୁଗଣ, କାରଣ ପ୍ରତି ବର୍ଷରେ ବହୁତ କମ୍ ଭ୍ୟାକେନ୍ସି ଆସେ, କିନ୍ତୁ ପିଲା ଆମର ପିଜି କରିକି ବାହାରନ୍ତି କିନ୍ତୁ ଚାକିରି ନଥାଏ। ବନ୍ଧୁଗଣ ଯଦି ଆପଣମାନେ ଖାଲି ପିଜି କରିଛନ୍ତି ଆଉ 50% ମାର୍କ ରଖିଛନ୍ତି ତାହେଲେ ଆବେଦନ କରିପାରିବେ। ବନ୍ଧୁଗଣ ଆପଣ ଗେଷ୍ଟ ଫ୍ୟାକଲ୍ଟି ଆଉ ଟେମ୍ପୋରାରୀ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବନ୍ଧୁଗଣ ଆପଣ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣ ଯଦି ଏହି ଚାକିରି କରୁଛନ୍ତି ନା, କାରଣ ଆପଣଙ୍କର ଅନୁଭବ ଏବଂ ଅଭିଜ୍ଞତା ବଢ଼ିବ। ଆପଣ ପିଲାମାନଙ୍କୁ କିପରି ଭାବରେ ପଢ଼ାଇ ପାରିବେ ତାର ଆପଣ ସବୁ ଶିଖିବାକୁ ପାଇବେ। ବନ୍ଧୁଗଣ ଟେମ୍ପୋରାରୀ ଏମିତିରେ ତ ବନ୍ଧୁଗଣ ଆପଣ ଦେଖିପାରୁଥିବେ ଯେ ଓଡ଼ିଶାରେ ମୁଁ ଆପଣଙ୍କୁ କହୁଛି, ଓଡ଼ିଶାରେ ମାନେ ପ୍ରତିବର୍ଷ ମାନେ ପିଜିଟି ଭ୍ୟାକେନ୍ସି 1000ରୁ ଅଧିକ ବି ବାହାରେନି, କିନ୍ତୁ ଏଇ ସରକାର ଆସିଲା ପରେ କିଛି ଭ୍ୟାକେନ୍ସି ବାହାରିବ ବୋଲି କହିଛନ୍ତି। କିନ୍ତୁ ବନ୍ଧୁଗଣ 1000 ଭ୍ୟାକେନ୍ସିରେ ପିଲା ଅଛନ୍ତି ବହୁତ। ଯଦି ଆପଣଙ୍କ ଯଦି ଚାକିରି ନାହିଁ କିନ୍ତୁ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଅଛି ତାହେଲେ ବନ୍ଧୁଗଣ ଆପଣ ଯାଇକି ଇଣ୍ଟରଭ୍ୟୁ ଦିଅନ୍ତୁ ଏବଂ ଚାକିରି କରନ୍ତୁ। ବନ୍ଧୁଗଣ ତାହା ସହିତ ଆପଣ ରେଗୁଲାର ଯେଉଁ ବାହାରୁଛି ଆପଣଙ୍କର ଗଭର୍ଣ୍ଣମେଣ୍ଟର ସରକାରଙ୍କ ଯେଉଁ ଓଡ଼ିଶା ସରକାରଙ୍କ ଯେଉଁ ବାହାରୁଛି ପିଜିଟି ପାଇଁ OPSSC ହଉ କିମ୍ବା ଆପଣଙ୍କର ରହିଲା ଆପଣଙ୍କର ଯେଉଁ ଆସୁଛି SSB PGT ହଉ, ଏହି ଯେଉଁ ପୋଷ୍ଟ ଗୁରା ବନ୍ଧୁଗଣ ବାହାରୁଛି ବହୁତ କମ୍ ଭ୍ୟାକେନ୍ସି ବନ୍ଧୁଗଣ ବାହାରୁଛି। ମାନେ ବହୁତ ମାନେ ହଜାର ପିଲା ପ୍ରତିବର୍ଷ ବନ୍ଧୁଗଣ ପିଜି କରିକି ବାହାରୁଛନ୍ତି, କିନ୍ତୁ ଚାକିରି ଦେଖିଲେ ଆସି ଆପଣଙ୍କର ବହୁତ କମ୍ ରହିଛି ରେଗୁଲାର ପାଇଁ। ବନ୍ଧୁଗଣ ମାନେ ସରକାରୀଙ୍କର ରେଗୁଲାର ଚାକିରି ବହୁତ କମ୍ ବାହାରୁଛି। ଆଉ ବନ୍ଧୁଗଣ ଆପଣ ଯଦି ଶିକ୍ଷାଗତ ଯୋଗ୍ୟତା ଅଛି ଆଉ ଆପଣ ଯଦି ଚାକିରି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଗେଷ୍ଟ ଫ୍ୟାକଲ୍ଟିରୁ ହିଁ ଆପଣ ଆରମ୍ଭ କରନ୍ତୁ, କାରଣ ଆପଣ ଚୁକ୍ତିଭିତ୍ତିକ ନିଯୁକ୍ତି କଲେ ହିଁ ଆପଣ ତା ସହିତ ଆପଣ ଆପଣଙ୍କର ରହିଲା ଟିଚିଂ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବେ, ତା ସହିତ ଆପଣ ଗେଷ୍ଟ ଫ୍ୟାକଲ୍ଟିର ଭ୍ୟାକେନ୍ସି ଭାବରେ ଆପଣ ଟିଚର ଭାବରେ ପଢ଼ିବେ। କାରଣ ବନ୍ଧୁଗଣ ଆପଣ ପଢ଼େଇଲା ମାନେ ଆପଣଙ୍କର ଅନୁଭବ ଅଭିଜ୍ଞତା ବଢ଼ିବ। ବନ୍ଧୁଗଣ ଆଉ ଆପଣଙ୍କୁ ମାନେ ଚଳିବାକୁ ବହୁତ ସୁବିଧା ହେବ, କାରଣ 15,000+ ଦରମା ରହିଯିବ ନା ବନ୍ଧୁଗଣ, ଆପଣଙ୍କୁ ବହୁତ ସୁବିଧା ହେବ। ଚାଲନ୍ତୁ ବନ୍ଧୁଗଣ ଦେଖିବା କ'ଣ ରହିଛି ଭ୍ୟାକେନ୍ସି, କୋଉ ପୋଷ୍ଟରେ ରହିଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଏ ୱାକ୍ ଇନ୍ ଇଣ୍ଟରଭ୍ୟୁ ଫର୍ ଏନଗେଜମେଣ୍ଟ ଆଣ୍ଡ ଇମ୍ପେଲମେଣ୍ଟ ଅଫ୍ ଗେଷ୍ଟ ଫ୍ୟାକଲ୍ଟିଜ୍ ହାୟର ସେକେଣ୍ଡାରୀ
କ୍ଲାसेସ୍ +2 ଇନ୍ ସବଜେକ୍ଟ କେଉଁ କେଉଁ ସବଜେକ୍ଟରେ ବନ୍ଧୁଗଣ ଚାଲନ୍ତୁ ଦେଖିବା। ଆପଣଙ୍କର ରହିଛି ଏଠି ପିଜିଟି ଇଂଲିଶ, ଆପଣଙ୍କର ରହିଛି ପିଜିଟି ଓଡ଼ିଆ, ଆପଣଙ୍କର ରହିଛି ପିଜିଟି ପଲିଟିକାଲ ସାଇନ୍ସ, ଆପଣଙ୍କର ରହିଛି ପିଜିଟି ହିଷ୍ଟ୍ରି, ଆପଣଙ୍କର ରହିଛି ପିଜିଟି ଇକୋନୋମିକ୍ସ, ଆପଣଙ୍କର ରହିଛି ପିଜିଟି ସୋସିଓଲୋଜି। ବନ୍ଧୁଗଣ କୋଉମାନେ ଏହାକୁ ଆବେଦନ କରିପାରିବେ ଏଇଠି ଦେଖିପାରୁଥିବେ 2025-26 ସେସନ ପାଇଁ ବନ୍ଧୁଗଣ ଆପଣଙ୍କୁ ହାଇରିଂ କରାଯାଉଛି ଆପଣ ଗେଷ୍ଟ ଫ୍ୟାକଲ୍ଟି ଭାବରେ ଆପଣଙ୍କୁ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ କୋଉମାନେ ଏହାକୁ ଆବେଦନ କରିପାରିବେ ବନ୍ଧୁଗଣ ଯୋଉମାନେ ରିଟାୟାର୍ଡ ନେଇଯାଇଛନ୍ତି, ଗଭର୍ଣ୍ଣମେଣ୍ଟ, ନନ୍ ଗଭର୍ଣ୍ଣମେଣ୍ଟ, ଏଡେଡ୍ ଟିଚର୍ସ 65 ବର୍ଷରୁ କମ୍ ହେଇଥିଲେ ଆବେଦନ କରିବେ। ବନ୍ଧୁଗଣ ଆପଣ କହିବେ ଯେ ମୁଁ ତ ପୋଷ୍ଟ ଗ୍ରାଜୁଏସନ୍ କରିଛି ଆଉ ବିଇଡି କରିନି, କିନ୍ତୁ ମୋର ତ ସେମିତି ଶିକ୍ଷା ମାନେ ଅନୁଭବ ନାହିଁ, କୌଣସି ମହାବିଦ୍ୟାଳୟ କିମ୍ବା ବିଦ୍ୟାଳୟରେ ମୁଁ ପଢ଼େଇନି। ବନ୍ଧୁଗଣ ଯଦି ଆପଣଙ୍କର କିଛି ଅନୁଭବ ନାହିଁ ତାହେଲେ ବି ଆପଣ ଆସିକି ଇଣ୍ଟରଭ୍ୟୁ ଦେଇପାରିବେ। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଫ୍ରେଶ୍ କ୍ୟାଣ୍ଡିଡେଟ୍ ବି ମାନେ ଆସିକି ଇଣ୍ଟରଭ୍ୟୁ ଦେଇପାରିବେ। ଆଉ ମିନିମମ୍ ଆପଣ 50% ପିଜିରେ ଆପଣ ରଖିଥିବାର ଅଛି। ଆଉ ବନ୍ଧୁଗଣ କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ଆଣିବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଆଉ ବନ୍ଧୁଗଣ ଆପଣଙ୍କୁ ଦରମା କେତେ ମିଳିବ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ଦରମା ରହିଛି। ବନ୍ଧୁଗଣ ଆପଣ ଯଦି ବିଇଡି ଆଉ ପିଜିଡିସିଏ କୋର୍ସ କରିଛନ୍ତି ତାହେଲେ ଓଟିଏସ୍ ମିଳିବ। ଯଦି କରିନାହାନ୍ତି ବନ୍ଧୁଗଣ କିଛି ଅସୁବିଧା ନାହିଁ, ତାହେଲେ ଆପଣ ଆବେଦନ କରିପାରିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଆପଣଙ୍କୁ 400 ଟଙ୍କା ପର କ୍ଲାସ୍ ପିଛା ମିଳିବ। ଆଉ ଆପଣ ମାସକୁ 50ଟା କ୍ଲାସ୍ କରିପାରିବେ। ମାସକୁ ମାସ ଆପଣ ହିସାବ କଲେ ଆପଣ ମାସକୁ ଆପଣ ଏଇଠି 20,000 ଟଙ୍କା ଆପଣ ଦରମା କମେଇ ପାରିବେ ବନ୍ଧୁଗଣ। 20,000 ଦରମା ହେଲେ ବନ୍ଧୁଗଣ ଆପଣଙ୍କ ନିଜର ପ୍ରସ୍ତୁତି ବି କରୁଥିବେ, ତା ସହିତ ଏଇ ଟେମ୍ପୋରାରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ବି ବନ୍ଧୁଗଣ 2025-26 ସେସନ ପାଇଁ କରିବେ। ଆଉ ବନ୍ଧୁଗଣ କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର ଏଇଠି ଦେଖିପାରୁଥିବେ ବନ୍ଧୁଗଣ। କିପରି ଆବେଦନ କରିବେ ଯାଇକି ଇଣ୍ଟରଭ୍ୟୁ ଯେଉଁ ଦେବେ ଆପଣଙ୍କର ଗୋଟେ ବାୟୋଡାଟା ଗୋଟେ ଧରିକି ଯାଇଥିବେ। ବାୟୋଡାଟା ମାନେ କ'ଣ ବନ୍ଧୁଗଣ ଆପଣଙ୍କର ମାନେ ହାଇସ୍କୁଲଠୁ ଧରିକି ଆପଣ ପିଜି ପର୍ଯ୍ୟନ୍ତ ଯେଉଁ ପଢ଼ିଛନ୍ତି ବନ୍ଧୁଗଣ ତାର ଗୋଟେ ଫର୍ମାଟଟେ ପ୍ରସ୍ତୁତ କରିବେ। ଆଉ ଫଟୋ ସହିତ ଆପଣଙ୍କୁ ଗୋଟେ ଫର୍ମାଟଟେ କାଢ଼ିବାକୁ ପଡ଼ିବ। ମାନେ ହାଇସ୍କୁଲରେ କେଉଁଠୁ ପଢ଼ିଥିଲେ, କେତେ ମାର୍କ ରଖିଛନ୍ତି, ମୋଟ ମାର୍କ କେତେ ଥିଲା, ତାପରେ ଆପଣଙ୍କର +2 +3 ଏମିତି ସବୁ ଲେଖି ଲେଖି ଆଣିବେ। କ'ଣ ଅନୁଭବ ଅଛି କି ନାହିଁ, ଅଲଗା କିଛି କମ୍ପ୍ୟୁଟର କୋର୍ସ କରିଛନ୍ତି ନା ନାହିଁ, ଆଉ ଆପଣଙ୍କର ସବୁ ବିବରଣୀ ଲେଖିକି ଗୋଟେ ପିଡିଓ ବାୟୋଡାଟା ବନେଇଦେବେ। ତାପରେ ବନ୍ଧୁଗଣ ଆପଣଙ୍କର ରହିଲା ଏଠି ଦୁଇଟି ଫଟୋ ରହିଲା, ପାସପୋର୍ଟ ସାଇଜ ଫଟୋ ରିସେଣ୍ଟର ବନ୍ଧୁଗଣ। ଆଉ ବନ୍ଧୁଗଣ ସବୁ ସାର୍ଟିଫିକେଟର ହାଇସ୍କୁଲଠୁ ଆଉ ପିଜି ପର୍ଯ୍ୟନ୍ତ ଆପଣଙ୍କର ସବୁ ଅରିଜିନାଲ ଧରିକି ଆସିଥିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଆପଣଙ୍କର ଅରିଜିନାଲ ସହିତ ତା ସହିତ ଆପଣଙ୍କର ଜେରକ୍ସ କପି ଧରିକି ଆସିଥିବେ। କୋଉଠିକି ବନ୍ଧୁଗଣ ଯିବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ରିପୋର୍ଟିଂ ଟାଇମ୍ ରହିଛି 8ଟା AM ବନ୍ଧୁଗଣ। ଆଉ ଆପଣ କେଉଁ ତାରିଖରେ ଯାଇକି ଇଣ୍ଟରଭ୍ୟୁ ଦେବେ ଏଇଠି ଦେଖିପାରୁଥିବେ 19/9/2025। ଆଉ ଆପଣଙ୍କର ରହିଛି ଫ୍ରାଇଡେ ଶୁକ୍ରବାର ରହିଛି ଆପଣଙ୍କର ଇଣ୍ଟରଭ୍ୟୁ ଡେଟ୍। ଆଉ ବନ୍ଧୁଗଣ ତାରିଖ ରହିଲା ଇଏ, ଆଉ ଆପଣଙ୍କର ଟାଇମ୍ ରହିଲା 8ଟା AM ରେ ଆପଣଙ୍କୁ ରିପୋର୍ଟିଂ କରିବାକୁ ପଡ଼ିବ ବନ୍ଧୁଗଣ 19/9/2025। ଆଉ ବନ୍ଧୁଗଣ କେତେଟାରୁ କେତେଟା ଇଣ୍ଟରଭ୍ୟୁ ହେବ ଏଇଠି ଦେଖିପାରୁଥିବେ ବନ୍ଧୁଗଣ। ଏଇଠି ଦେଖିପାରୁଥିବେ 8ଟା AM ରୁ 1 PM ଭିତରେ ଆପଣଙ୍କର ଇଣ୍ଟରଭ୍ୟୁ ହେବ ବନ୍ଧୁଗଣ। ଆଉ ବନ୍ଧୁଗଣ ଦେଖିପାରୁଥିବେ ମୁଁ ଆପଣଙ୍କୁ ଦେଖେଇ ଦେଉଛି ବନ୍ଧୁଗଣ ଏଇ ଯେଉଁ ସବଜେକ୍ଟ ଗୁଡ଼ିକ ରହିଲା ଏହାରେ ହିଁ ଆପଣଙ୍କୁ ପିଜି କରିଥିବାର ଅଛି। ଅନ୍ୟ କୌଣସି ସବଜେକ୍ଟରେ ଆପଣ ପିଜି କରିଥିଲେ ଆବେଦନ କରିପାରିବେ ନାହିଁ ବନ୍ଧୁଗଣ। ଯଦି ଏହି ସବୁ ସବଜେକ୍ଟରେ ଆପଣ ପିଜି କରିଛନ୍ତି ତାହେଲେ ଆବେଦନ କରିପାରିବେ। ଆଉ ଇଏ ରହିଲା ବନ୍ଧୁଗଣ ଆପଣଙ୍କର ରହିଲା 8ଟାରୁ 1 PM ଭିତରେ ଇଣ୍ଟରଭ୍ୟୁ ହେବ 19/9/2025 ଶୁକ୍ରବାର ଦିନ। ବନ୍ଧୁଗଣ ଆପଣ କହିବେ ଏହାର PDF ଟି କୋଉଠି ପାଇବେ ଏଇଠି ଦେଖିପାରୁଥିବେ ନା ଆପଣଙ୍କର ଯେଉଁ ଆଡ୍ରେସଟି ରହିଲା ଏଇଠି ଦେଖିପାରୁଥିବେ। ଏଇଟା ରହିଲା ଗଭର୍ଣ୍ଣମେଣ୍ଟ ଅଫ୍ ଦ ପ୍ରିନ୍ସିପାଲ ଅଫିସ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଆଦାବା। ଏଇ ଆଡ୍ରେସଟା ଆପଣଙ୍କର ରହିଲେ ଏଇ ଆଡ୍ରେସରେ ଆପଣ ଯାଇକି ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ ବନ୍ଧୁଗଣ। ଏହାର PDF ଟି କୋଉଠି ପାଇବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ବନ୍ଧୁଗଣ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପର, ଆପଣ ସେଠି ଲିଙ୍କରେ କ୍ଲିକ୍ କରି ଏଇଠି ଆସିପାରିବେ। ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପ ରହିଛି ବନ୍ଧୁଗଣ।
ଏହି ଟେଲିଗ୍ରାମ ଗ୍ରୁପରେ ବନ୍ଧୁଗଣ ମୁଁ ଯେକୌଣସି ଚାକିରିର PDF ଯଦି ଭିଡ଼ିଓ ଯଦି ବନେଇ ପାରିଲିନି ତାହେଲେ ଏଇଠି ଅପଲୋଡ଼ କରିଦେଉଛି। ଆଉ ଯେଉଁ ଭିଡ଼ିଓଟି ଅପଲୋଡ଼ କରୁଛି ତାର PDFଟି ବି ଏଇଠି ଅପଲୋଡ଼ କରୁଛି। ଆଉ ଯେଉଁ ଭିଡ଼ିଓଟି ବନେଇ ପାରୁନି ଏଇଠି ବି PDFଟି ଅପଲୋଡ଼ କରିଦେଉଛି ବନ୍ଧୁଗଣ। ବନ୍ଧୁଗଣ ଏହି ଟେଲିଗ୍ରାମ ଗ୍ରୁପରେ ଯଦି ଆପଣ ଜଏନ୍ ହେଇନାହାନ୍ତି ତାହେଲେ ଜଏନ୍ ହେଇଯାଆନ୍ତୁ। ଆଉ ବନ୍ଧୁଗଣ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଏଇଠି ଦେଖିପାରୁଥିବେ ଏଇଠି ଅପଲୋଡ଼ କରିଦିଆଯାଇଛି 9/9/2025 ଗଜପତି ଆଧବାର PDFଟି। ଏଇଠି ଆପଣ କ୍ଲିକ୍ କରିକି ଆପଣ ସବୁ ବିବରଣୀ ଜାଣିବେ। ବନ୍ଧୁଗଣ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଆପଣ କଣ କରିବେ ନା ଲାଇକ୍ କରିବେ ଭିଡ଼ିଓଟିକି। ତାର ଆପଣ ରହିଲା ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଆଉ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣଙ୍କର ମତାମତ ଦେବେ କମେଣ୍ଟ ସେକ୍ସନରେ। ବନ୍ଧୁଗଣ ଏଇ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଧନ୍ୟବାଦ ଧନ୍ୟବାଦ। ଜୟ ଜଗନ୍ନାଥ।